ଆପଣ ମୋ ଭଳିଆ ଭୁଲ ଜୀବନରେ କେବେ ବି କରିବେନି, କାରଣ ମୁଁ ଏଥିପାଇଁ ବହୁତ ଖର୍ଚ୍ଚାନ୍ତରେ ପଡ଼ିଲି। ଆଜି ମୋର ସକାଳ ଷ୍ଟାର୍ଟ ହୁଏ ରିଷି ଯିଏ ହେଉଛି ମୋ ଛାତ୍ର ତାକୁ ଟ୍ୟୁସନ୍ କରିବା ସହିତ। ତ ଟ୍ୟୁସନ୍ ସାରିଲା ପରେ ମୁଁ ଆସିଲି ଛକକୁ ଯିବା ପାଇଁ। ଦେଖିଲି ମୋ ଗାଡ଼ିରେ ପେଟ୍ରୋଲ ନଥିଲା। ତ ମୁଁ କ'ଣ କଲି ନା ଆମ ଘର ପାଖରେ ଏକ ପେଟ୍ରୋଲ ଦୋକାନରୁ ପେଟ୍ରୋଲ ଆଣିକି ମୋ ଗାଡ଼ିରେ ପକାଇକି ଛକକୁ ଆସିଲି। ଛକକୁ ଆସିକି ଆମ ଗ୍ୟାସ୍ ପାଇଁ ଏକ ରେଗୁଲେଟର ଆଉ ଦୋକାନ ପାଇଁ ତାର ଆଉ ହୋଲ୍ଡର କିଣିକି ରାହୁଲର ମୋର ତାଙ୍କ ଦୋକାନ ବନ୍ଦ କରିକି ଘରକୁ ଫେରିଲୁ। ଘଟଣାଟି ଏଇଆ ଥିଲା କି ଯେ ମୁଁ ଆମ ଗ୍ୟାସ୍ର ଏକ ରେଗୁଲେଟର ଭାଙ୍ଗି ଦେଇଥିଲି, ଯାହାକି ମୋତେ ବହୁତ ମହଙ୍ଗା ପଡ଼ିଲା। ତାପରେ ମୁଁ ରେଗୁଲେଟର ନୂଆ ଲଗାଇ ସାରିଲା ପରେ ଆସିକି ଘରେ ପୁରୀ, ଡାଲି, ମିକ୍ସଚର ତରକାରୀ, କ୍ଷୀରି ଖାଇଲି। ଖାଇସାରିଲା ପରେ ଦେଖିଲି ଗାଁ ପାଖରେ ମାଙ୍କଡ଼ମାନେ ମରାମରି ଲାଗିକି ଏକ ଛୋଟ ଜନ୍ତାକୁ ତାକୁ ମାରି ଦେଇଥିଲେ। ତାପରେ ମୋର କାମ ଥିଲା ଆମ ଗାଈକୁ ଯାଇକି ବିଲରୁ ଆଣିବାକୁ। ତ ମୁଁ ବିଲକୁ ବାହାରି ପଡ଼ିଲି। ଆମ ଗାଈକୁ ମଧ୍ୟ ବିଲରୁ ନେଇ ଆଇଲି। ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍ ଖଣ୍ଡେ ନିଶ୍ଚିତ କରିବେ।